ନମ୍ବର 1 ନକଲି ପୋଲିସ ଗାଡ଼ି ଧରି ଚୋରି କରୁଥିବା ବେଳେ ଧରା ପଡ଼ିଲେ ଚେଚିଲେ ଲୋକେ, ଗିରଫ କଲା ପୁଲିସ। ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାମେବାରୀ ଥାନାରେ କାଳିଆପାଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅବନୀୟ ଦୃଶ୍ୟ। ବିଳମ୍ବିତ ରାତିରେ ନାଲିବତୀ ଲାଗିଥିବା ଏକ ବୋଲେରୋ ଗାଡ଼ି ନେଇ କିଛି ଯୁବକ ଚୋରି କରୁଥିବା ବେଳେ ଲୋକଙ୍କ ଆବୁଳରେ ପଡ଼ିଛନ୍ତି। ଗାଡ଼ିରେ ଥିବା ଅନ୍ୟ ଯୁବକମାନେ ଫେରାର ହୋଇଥିବା ବେଳେ ଗାଡ଼ିର ଡ୍ରାଇଭର ଲୋକଙ୍କଠାରୁ ଛେଚା ଖାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବାମେବାରୀ ପୁଲିସ ଉକ୍ତ ଡ୍ରାଇଭରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଗିରଫ କରିଛି। ଗିରଫ ହୋଇଥିବା ଡ୍ରାଇଭର ଜଣକ ଆନନ୍ଦପୁର ଥାନା ବାଘପୁର ଗ୍ରାମର ନିତ୍ୟାନନ୍ଦ ସିଂ ବୋଲି ସୂଚନା ମିଳିଛି। ଏହି ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ନମ୍ବର 2 ସିରିଆ ସ୍ଥିତି ସଙ୍ଗୀନ, 1000ରୁ ଅଧିକ ମୃତ, 745 ଜଣଙ୍କୁ ନିକଟରୁ ଗୁଳି କରି ହତ୍ୟା। ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସିରିଆ ସ୍ଥିତି। ସିରିଆ ନିରାପତ୍ତା ବାହିନୀ ଓ ବିଦାୟୀ ରାଷ୍ଟ୍ରପତି ବଶର ଅସଦ ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି। ସଂଘର୍ଷରେ 1000ରୁ ଅଧିକ ଲୋକଙ୍କ ପ୍ରାଣ ହରାଇଲେଣି। ଦୁଇ ପକ୍ଷରେ ମଧ୍ୟରେ ସଂଘର୍ଷ ଉପୁଜିବାର ପ୍ରାୟ 14 ବର୍ଷ ପରେ ଏହି ହିଂସା ସବୁଠାରୁ ବଡ଼ ବୋଲି କୁହାଯାଇଛି। ବ୍ରିଟେନ ଭିତ୍ତିକ ସିରିଆ ମାନବତାବାଦୀ ସଂଗଠନ ପକ୍ଷରୁ କୁହାଯାଇଛି, ସଂଘର୍ଷରେ 745 ନାଗରିକଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ଏହା ସହ 125 ସରକାରୀ ନିରପେକ୍ଷଙ୍କୁ ଅସଦ ବାହିନୀ 140 ଜଣ ପ୍ରାଣ ହରାଇଛନ୍ତି। ଲାଟାକିଆ ସହରରେ ବ୍ୟାପକ କ୍ଷତି ହେବା ସହ ସହରକୁ ପାଣି ଓ ବିଦ୍ୟୁତ୍ ଯୋଗାଣ ଠପ୍ ହୋଇଛି। ନମ୍ବର 3 ପ୍ରଚଣ୍ଡ ରୌଦ୍ର ତାପ, 6 ଜିଲ୍ଲାକୁ ସତର୍କ ଜାରି। ଆହୁରି 3 ଡିଗ୍ରୀରୁ 5 ଡିଗ୍ରୀ ବଢ଼ିବ ତାପମାତ୍ରା। ପ୍ରଚଣ୍ଡ ରୌଦ୍ର ତାପକୁ ନେଇ ସତର୍କ କରାଇଲା ଏସ୍ଆର୍ସିଙ୍କ ଅଫିସ। ଆଭ୍ୟନ୍ତରୀଣ ଓଡ଼ିଶାରେ 3ରୁ 5 ଡିଗ୍ରୀ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର 6 ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ର ତାପମାତ୍ରା ନେଇ ଆଗୁଆ ସତର୍କତା ଦିଆଯାଇଛି। ଅନ୍ୟପଟେ ଆସନ୍ତା 5 ଦିନରେ ତାପମାତ୍ରା 40 ଡିଗ୍ରୀ ଛୁଇଁବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 12 ତାରିଖ ପରେ ରାଜ୍ୟରେ ତାତି 40 ଡିଗ୍ରୀ ସେଲସିୟସ ଛୁଇଁବ। 12ରୁ 16 ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାତି 40 ଡିଗ୍ରୀ ବା ଏହାଠାରୁ ଅଧିକ ରହିବ। ଉପକୂଳ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ 38 ଡିଗ୍ରୀ ହୋଇପାରେ। ନମ୍ବର 4 ନେଟୱାର୍କ ନଥିଲେ ବି କଲ୍ କରିହେବ, ଜିଓକୁ ଟକ୍କର ଦେବ ଷ୍ଟାରଲିଙ୍କ। ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ଓ ବ୍ରଡବ୍ୟାଣ୍ଡ ସର୍ଭିସ। ଏମିତି ହେଲେ ୟୁଜର୍ସ ବିନା କୌଣସି ଝଞ୍ଜଟରେ ଇଣ୍ଟରନେଟ୍ କନେକ୍ଟିଭିଟି ମଜା ନେଇପାରିବେ। ଏକ ରିପୋର୍ଟ ମୁତାବକ ଷ୍ଟାରଲିଙ୍କ ସର୍ଭିସ ଲଞ୍ଚ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇସାରିଛନ୍ତି, କିନ୍ତୁ ଏହାକୁ ନେଇ ଏଯାଏଁ ଷ୍ଟାରଲିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଏବେ ଟେଲିକମ ରେଗୁଲେସନ ଷ୍ଟାରଲିଙ୍କ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ପ୍ରସ୍ତୁତି କରୁଛି। ଏହି ସର୍ଭିସ ଲଞ୍ଚ ହେବା ଉପାନ୍ତ ଓ ପାହାଡ଼ିଆ ଅଞ୍ଚଳରେ ଆଉ ନେଟୱାର୍କ ସମସ୍ୟା ରହିବନି। ଗତ ବର୍ଷ ଡିସେମ୍ବର 15 ତାରିଖରେ ଭାରତରେ ଷ୍ଟାରଲିଙ୍କ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ସୁପାରିଶ ହୋଇଥିଲା। ଏହାପରେ ଭାରତରେ ଏହି ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସର୍ଭିସ ଲଞ୍ଚ କରିବାକୁ ଜୋରସୋରରେ ପ୍ରସ୍ତୁତି କରାଯାଉଛି। ନମ୍ବର 5 ଗର୍ଭ ଯନ୍ତ୍ରଣା ବେଳେ ହୃଦଘାତରେ ମା ମୃତ, ପେଟ ଚିରି ଜୀବିତ ଛୁଆ ବାହାର କଲେ ଡାକ୍ତର। ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ହୃଦଘାତରେ ମା ଜୀବନ ଚାଲିଗଲା, କିନ୍ତୁ ମରିଲାନି ମାତୃତ୍ୱ। କମାଲ କଲା ଚିକିତ୍ସା ବିଜ୍ଞାନ ଏବଂ ଡାକ୍ତରଙ୍କ ନିଷ୍ଠା। ମୃତ ମା ପେଟରୁ ଜୀବିତ ଛୁଆ ପଦାକୁ ଆସିଲା। ଭୁବନେଶ୍ୱରର ଜଣେ ମହିଳା 9 ମାସର ଗର୍ଭବତୀ ଥିଲେ। ଗର୍ଭ ଯନ୍ତ୍ରଣା ହେବାରୁ ଫେବୃଆରୀ 14 ତାରିଖରେ ରାତି 11:02ରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ହେଲେ କାଜୁଆଲିଟି ମହିଳାଙ୍କ ଇସିଜି ପରେ 11:45ରେ ତାଙ୍କର ମୃତ ଘୋଷଣା କରିଥିଲେ ଡାକ୍ତର। ସେତେବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସମ୍ବେଦନା ପାଣିଗ୍ରାହୀ ଡ୍ୟୁଟିରେ ଥିଲେ। ସେ ଓ ତାଙ୍କ ଟିମ୍ ମୃତ ମହିଳାଙ୍କ ଅଲ୍ଟ୍ରାସାଉଣ୍ଡ କରି ଜାଣିବାକୁ ପାଇଲେ ଯେ ଗର୍ଭସ୍ଥ ଶିଶୁ ଜୀବିତ ରହିଛି। ଏହି ଖବର ମୃତକଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ନମ୍ବର 6 କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ବିବାସଙ୍କ ମୃତଦେହ। କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା। କର୍ଣ୍ଣାଟକରୁ କର୍ଗ ବିମାନ ଯୋଗ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଓଡ଼ିଆ ଯୁବକଙ୍କ ବିବାସଙ୍କ ମୃତଦେହ। ମୃତଦେହ ନେବାକୁ ବିବାସ ନାୟକଙ୍କ ପରିବାର ଲୋକେ ପହଞ୍ଚିଥିବା ବେଳେ ତାଙ୍କ ମରଶରୀରକୁ ଆଜି ଆମ୍ବୁଲାନ୍ସ ଯୋଗ ଗାଁକୁ ନିଆଯିବା ନେଇ ସୂଚନା ମିଳିଛି। ତେବେ କର୍ଣ୍ଣାଟକରେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହାମ୍ପିଠାରେ ଜଣେ ଇସ୍ରାଏଲି ଯୁବତୀଙ୍କ ସମେତ 2 ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାରେ ସମ୍ପୃକ୍ତ 3 ଜଣଙ୍କ ମଧ୍ୟରୁ 2 ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜିବା ପାଇଁ କର୍ଣ୍ଣାଟକ ପୋଲିସ ତନାଘନା ଚଳାଇଛି। ତୁଙ୍ଗଭଦ୍ରା ନଦୀ କୂଳରେ ଗତ 6 ତାରିଖ ରାତ୍ରି ପ୍ରାୟ 10:30ରେ ଘଟିଥିବା ଏହି ଘଟଣା କର୍ଣ୍ଣାଟକରେ ଆଲୋଡ଼ନ ଖେଳାଇ ଦେଇଥିଲା। ନମ୍ବର 7
ଅଗ୍ନିବୀର ନିଯୁକ୍ତି ପାଇଁ ଆରମ୍ଭ ହେଲା ପଞ୍ଜୀକରଣ ପ୍ରକ୍ରିୟା। ଜାଣନ୍ତୁ କେଉଁ ଡକୁମେଣ୍ଟ ଆବଶ୍ୟକ। ଅଗ୍ନିବୀର ନିଯୁକ୍ତି ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ବର୍ଷର ସର୍ବୋତ୍ତମ ଖବର ଆସିଛି। 2025 ବର୍ଷ ପାଇଁ ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଥିବା ଯେକୌଣସି ପ୍ରାର୍ଥୀ ଭାରତୀୟ ସେନା ୱେବସାଇଟ୍ www.joining.dhinrami.nic.nic ପରିଦର୍ଶନ କରି ଆବେଦନ କରିପାରିବେ। ଅଗ୍ନିବୀର ନିଯୁକ୍ତି ପାଇଁ ଆପଣଙ୍କୁ ଆଧାର କାର୍ଡ଼, ଦଶମ ଶ୍ରେଣୀ ସାର୍ଟିଫିକେଟ୍, ଦସ୍ତଖତ ସ୍କାନ୍ ହୋଇଥିବା କପି ଆପଣଙ୍କର ତାଜା ଫଟୋ ଦରକାର। ଏହା ବ୍ୟତୀତ ଆପଣଙ୍କୁ ଦଶମ, ଦ୍ୱାଦଶ ଏବଂ ଅନ୍ୟାନ୍ୟ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ମାର୍କସିଟ୍, ଜାତୀୟ ପ୍ରମାଣପତ୍ର ଆବଶ୍ୟକ ହେବ। ଏହା ବ୍ୟତୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଇମେଲ୍ ଏବଂ ଫୋନ୍ ନମ୍ବର ଅପଡେଟ୍ ରଖିବାକୁ ପଡ଼ିବ। ନମ୍ବର 8 ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର। ପାରଳାଖେମୁଣ୍ଡି ନରଗମପଲ୍ଲୀ ସାହିର ଏକ ବଡ଼ାଘରୁ ମିଳିଛି ଗଳିତ ମୃତଦେହ। ମୃତକ ହେଉଛନ୍ତି ଗୁଣପୁର ନିକଟସ୍ଥ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛକୁଣ୍ଡି ଗ୍ରାମର ଜଗଦୀଶ ମେଲାକା। 3 ମାସ ହେଲା ସେ ଉକ୍ତ ବଡ଼ାଘରେ ସ୍ୱାମୀ ସ୍ତ୍ରୀ ଦୁହେଁ ରହୁଥିବା ବେଳେ ସ୍ତ୍ରୀ ଫେରାର ଥିବା ଜଣାପଡ଼ିଛି। ଗତ ଗୋଟିଏ ବର୍ଷ ହେଲା ଜଗଦୀଶ ମେଲାକାର ହାରିତ ରୋହିତ ସହ ପ୍ରେମ ବିବାହ କରିଥିବା କିଛି ପରିବାର ସହ ମିଶି ମାଛକୁଣ୍ଡି ଗ୍ରାମରେ ରହୁଥିଲେ। ପରେ ହାରିର ପାରଳାଖେମୁଣ୍ଡିରେ ଚାକିରି ହେଲା କହିବାରୁ ଉଭୟ ମିଶି ପାରଳାଖେମୁଣ୍ଡିରେ ରହିବାକୁ ଘର ଭଡ଼ାରେ ନେଇଥିଲେ। ଗତ 3 ମାସ ହେଲା ସେମାନେ ପାରଳାଖେମୁଣ୍ଡିରେ ଭଡ଼ା ଘରେ ରହୁଥିଲେ, କିନ୍ତୁ ପ୍ରତ୍ୟେକ ଦିନ କୌଣସି ନା କୌଣସି କାରଣରୁ ମନମାଳିନ୍ୟ ହୋଇ ଝଗଡ଼ା ହୋଇଥିଲା। ନମ୍ବର 9 ରିଲ୍ସ ନିଶା କରିଦେଲା ଚାରକାର। ଏକାବେଳେ ଯୋଡ଼ିଗଲେ ଦିଅର ଭାଉଜ। ରିଲ୍ସ ପାଇଁ ସବୁକିଛି ଚାରକାର ହୋଇଗଲା। 7 ମହଲା ବିଲ୍ଡିଂ ଥରି ଉଠିଲା। ଏଭଳି ଘଟଣା ମଧ୍ୟପ୍ରଦେଶ ଗ୍ୱାଲିୟର ମନ୍ଦିର ରୋଡ୍ ସ୍ଥିତ ଏକ 7 ମହଲା ବିଲ୍ଡିଂରେ ଘଟିଛି। ସେହି ବିଲ୍ଡିଂରେ ଅନିଲ ଜାଟ ନାମକ ବ୍ୟକ୍ତି ରହୁଥିଲେ। ସେ ଓ ତାଙ୍କ ଭାଉଜ ମିଶି ରିଲ୍ସ କରୁଥିଲେ। ଧୂଆଁର ଇଫେକ୍ଟ ସୃଷ୍ଟି କରିବା ପାଇଁ ଉଭୟଙ୍କ ଯେପରି ଦୁର୍ବୃତ୍ତ ଦିଶିଥିଲା। ଦୁହେଁ ଏଲ୍ପିଜି ସିଲିଣ୍ଡର ଖୋଲି ଦେଇଥିଲେ। ଚତୁଃପାର୍ଶ୍ୱରେ ଏଲ୍ପିଜି ଗ୍ୟାସ୍ ଭରିଯାଇଥିଲା। ଏହାପରେ ହାଲୋଜେନ୍ ଲାଇଟ୍ ସୁଇଚ୍ ଅନ୍ କରିଥିଲେ। ଲାଇଟ୍ ଜଳିବା ମାତ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ସାରା ବିଲ୍ଡିଂ ଥରି ଉଠିଥିଲା। ବିଲ୍ଡିଂରେ ରହୁଥିବା ଲୋକ ଉଭୟରେ ଦୌଡ଼ ପଳାଇଥିବାରୁ ବଞ୍ଚିଯାଇଥିଲେ, କିନ୍ତୁ ରିଲ୍ସ କରୁଥିବା ଦିଅର ଅନିଲ ଜାଟ ଓ ତାଙ୍କ ଭାଉଜ ଜଳି ଯାଇଥିଲେ। ନମ୍ବର 10 ମହୁମାଛିର ଶିକାର ହେଲା ସିଂହ। ସିଂହକୁ ଜଙ୍ଗଲର ରାଜା କୁହାଯାଏ, ଯିଏ ନିଜର ମନୋଭାବ ଏବଂ ଶକ୍ତି ଯୋଗୁଁ ସମଗ୍ର ଜଙ୍ଗଲକୁ ଏକାକୀ ଶାସନ କରେ। ଏହି କାରଣରୁ ସେ ଯେତେବେଳେ ଶିକାର ପାଇଁ ବାହାରକୁ ଯାଏ, ସମଗ୍ର ଜଙ୍ଗଲରେ ନୀରବ ଖେଳିଯାଏ। ନିକଟରେ ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଠାରେ ସିଂହର ଏକ ଭୁଲ ଯୋଗୁଁ ମହୁମାଛିମାନେ ତାର ସମ୍ପୂର୍ଣ୍ଣ ଶରୀରରେ ଘର ତିଆରି କରିଛନ୍ତି ଏବଂ ଆଶ୍ଚର୍ଯ୍ୟ କଥା ହେଉଛି ସିଂହ ଛାତିରେ ମଧ୍ୟ କିଛି କରିପାରୁନାହିଁ। ଜଙ୍ଗଲର ରାଜା ସିଂହ ଏକ ବଡ଼ ସମସ୍ୟାରେ ପଶି ରହିଛନ୍ତି ଏବଂ ଚାହିଁଲେ ମଧ୍ୟ ନିଜକୁ ବଞ୍ଚାଇ ପାରୁନାହାନ୍ତି। ପ୍ରକୃତରେ ଯାହା ଘଟିଥିଲା ତାହା ହେଲା ଯେ ମହୁମାଛିମାନେ ସିଂହର ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ଦେଇଛନ୍ତି ଏବଂ ସେଠାରେ ସେମାନଙ୍କର ମହୁମାଛି ତିଆରି କରିଥିଲେ, ଯାହାର ଯନ୍ତ୍ରଣା ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।